ଶୀତ ଦିନ ସରିବା ପୂର୍ବରୁ ଥରେ ଗ୍ରୀନ୍ ମଟର ଦେଇ ସୋୟାବିନ୍କୁ ବନେଇ ଦେଖନ୍ତୁ। ଯେଉଁମାନେ ଗ୍ରୀନ୍ ମଟର ଖାଇବାକୁ ବିଲକୁଲ ବି ପସନ୍ଦ କରନ୍ତିନି ସେମାନଙ୍କୁ ବହୁତ ପସନ୍ଦ ଆସିବ। ତା ସହିତ ଗୋଟିଏ ସ୍ପେଶାଲ ମସଲା ବନେଇବା ଯେଉଁଥିପାଇଁ କି ତରକାରୀଟା ଟେଷ୍ଟ ଡବଲ କରିଦେବ। ଏମିତିକି ଗ୍ରୀନ୍ ମଟର ସୋୟାବିନ୍କୁ ବନାନ୍ତୁ ଯେଉଁଥିରେ ରୁଟି ପୁରୀ ପରଟା ଯେଉଁଥିରେ ଖାଇବେ ସମ୍ପୂର୍ଣ୍ଣ ଦେଖନ୍ତୁ। ପସନ୍ଦ ଆସିଲେ ଲାଇକ୍ କମେଣ୍ଟ ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ। ଆଉ ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଆଜିର ତରକାରୀ ପାଇଁ 1 ଇଞ୍ଚର ଅଦା, 5-6 ଖଣ୍ଡ ରହିଛି କାଜୁ, 10ରୁ 12 କୋଲା ନେଇଛି ରସୁଣ, ଗୋଟେ ମିଡିଲ ସାଇଜର ପିଆଜ, ତା ସହିତ ଗୋଟେ ଟମାଟୋକୁ ଆମେ ଆଡ୍ କରିନେବା। ଏଠି ଦେଇଦେଉଛୁ ଅଧ ଛୋଟ ଚାମଚ ଦେଇଦେଉଛୁ ଲୁଣ। ତାପରେ ଆମେ ଗୋଟେ ଗିନା ଦେବା ସୋୟାବିନ୍। এই ପ୍ରୋସେସରେ ବନେଇଲେ ଆମ ତରକାରୀ ଇଜି ବନିଯିବ, ମାନେ ସହଜ ଉପାୟରେ ବନିବ ଆଉ ତରକାରୀ ଟେଷ୍ଟ ବହୁତ ବଢ଼ିଆ ରହିବ। ଏଠି ଗୋଟେ ଗିନା ମୁଁ ସୋୟାବିନ୍କୁ ଆଡ୍ କରିନେଲି ଆଉ ତାକୁ ସବୁ ଗୋଳେଇ ନେବା। ହାଇ ଫ୍ଲେମ୍ରେ ଗୋଟେ ଫୁଟଣା ଆସିବା ପର୍ଯ୍ୟନ୍ତ ଫୁଟେଇ ନେବା। ଯେହେତୁ ଆମେ ଟମାଟୋ ଗୋଟା ରଖିଛେ, ଗୋଟେ ଫୁଟଣା ଆସିଗଲା ପରେ ତାକୁ ଲୋ ଟୁ ମିଡ଼ିୟମ୍ ରଖିଦେବା ଗ୍ୟାସ୍କୁ। ତାପରେ ଟମାଟୋ ଆମର ପିଆଜ ସବୁ ଅତି ସହଜରେ ସିଝିଯିବ ଆଉ ତାକୁ କଭର ଦେବା। 5 ମିନିଟ୍ ଖଣ୍ଡେ ଲୋ ମିଡ଼ିୟମ୍ରେ ରଖିକିରି କଭର ଦେଇଦେବା। ଏଠି ମିଡ଼ିୟମ୍ରେ ରଖିକି 1-2 ମିନିଟ୍ ପରେ ମୁଁ ଏଠି ଲିଡ୍ ଖୋଲି ଆପଣମାନଙ୍କୁ ଦେଖାଉଛି। ସୋୟାବିନ୍ ପରିମାଣରେ ଅଧିକ ହୋଇଯାଇଛି ଆଉ ଫୁଲି ଯାଇଛି, ପୁରା ସଫ୍ଟ ହୋଇଯାଇଛି। ଏଠି ଟମାଟୋ ମଧ୍ୟ ପୁରା ବଢ଼ିଆ ଭାବରେ ସିଝି ଯାଇଛି, ତାକୁ କାଢ଼ି ନେବା। ଏଠି ସୋୟାବିନ୍ ମଧ୍ୟ ଆମର ପୁରା ଇଜିଲି ପୁରା ସଫ୍ଟ ହୋଇଯାଇଛି। ମୁଁ ଏଠି ଆପଣଙ୍କୁ ଚେକ୍ କରି ଦେଖାଉଛି, ଦେଖନ୍ତୁ କେତେ ତୁଳା ପରି ନରମ ଲାଗୁଛି। ଏମିତି ବନେଇଲେ ଆମର ତରକାରୀଟା ପୁରା ବଢ଼ିଆ ଲାଗିବ ଖାଇବା ପାଇଁ। ଏଇଠି ମୁଁ ଗୋଟେ ପାତ୍ର ଦିହରେ ଥଣ୍ଡା ପାଣି ଆଣିଥିଲି, ତାଥିରେ ସୋୟାବିନ୍ ଆଉ ସିଝେଇ ରଖିଥିବା ପିଆଜ ଆଉ ରସୁଣ ସେଗୁଡ଼ାକ ଆଡ଼୍ କରିନେଇଛି। ତାକୁ ଆମେ ବାଛି ନେବା। ସୋୟାବିନ୍ ସହିତ ଆମେ ସବୁ ସିଝେଇ ରଖିଥିଲେ ତାକୁ କାଢ଼ି ନେବା ଆଉ ସାଇଡ଼୍ କରିନେବା। ସୋୟାବିନ୍ରେ ଆମେ ସ୍ୱାଦ ଅନୁସାରେ ଲୁଣ ଟିକେ ଆଡ଼୍ କରିନେଇଥିଲେ, ଯାହାଫଳରେ ଆମ ସୋୟାବିନ୍ ତରକାରୀଟା ଜମା ବି ଫିକାଳିଆ ଲାଗିବନି। ଏଇଠି ଆମର ସୋୟାବିନ୍ ଥଣ୍ଡା ହୋଇଯାଇଛି, ଆକୁ ଆମେ ହାଲକା ହାଲକା ଚିପୁଡ଼ି ନେବା। ଅଳ୍ପ ଅଳ୍ପ ଟିକେ ମଏଶ୍ଚର ରହିବ, ଯାହାଫଳରେ ଆମ ତରକାରୀ ବନେଇଲା ବେଳେ ଇଜି ହେବ। ଏଇଠି ମୁଁ ସବୁ ସୋୟାବିନ୍କୁ ଭଲସେ ଚିପୁଡ଼ି ଆଣିଛି, କିନ୍ତୁ ଅଳ୍ପ ଅଳ୍ପ ମଏଶ୍ଚର ମାନେ ଟିକେ ଜଳୀୟ ଅଂଶ ଅଛି, ଯାହାଫଳରେ ଆମେ ଗୁଣ୍ଡ ମସଲା ଆଡ଼୍ କରିବା, ସେ ଆବଜର୍ବ କରିନେବା ଅତି ସହଜରେ। ଏଠି ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା, ଅଧ ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ ଦେବା ଆଉ 1 ଚାମଚ ସୋରିଷ ତେଲକୁ ଦେବା। ସବୁ ଭଲସେ ଗୋଳେଇ ନେବା। ଆପଣ ଚାହିଁଲେ ଏଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ତା ସହିତ ଗୋଲମରିଚ ଗୁଣ୍ଡ ଆଉ ଦହି ମଧ୍ୟ ଆଡ଼୍ କରିକି ଗୋଳେଇ ପାରିବେ। ଏଠି ସୋୟାବିନ୍ରେ ଗୋଟେ ଲେୟାର ବା କୋଟିଂ ହେଇଯାଇଛି, ବହୁତ ବଢ଼ିଆ ଲାଗୁଛି, କଲରଫୁଲ୍ ଦେଖାଯାଉଛି। ଏଠି କଡ଼େଇ ବସେଇବା। କଡ଼େଇରେ 1 ଚାମଚ ସୋରିଷ ତେଲ ଦେବା। ତାପରେ ଗୋଳେଇ ରଖିଥିବା ସୋୟାବିନ୍କୁ ଆଡ଼୍ କରିନେବା ଆଉ ଭାଜି ନେବା। ଏଇଠି ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିକି ସବୁ ସୋୟାବିନ୍କୁ ଟିକେ ପାଣି ଅଂଶ ବା ଜଳୀୟ ଅଂଶ ଶୁଷ୍କ ହେବା ପର୍ଯ୍ୟନ୍ତ ବା ଶୁଖିବା ପର୍ଯ୍ୟନ୍ତ ଭାଜି ନେବା। ଉପରେ ଯେମିତି ଗୋଟେ କୋଟିଂ ହେଇଯିବ, ଉପରୁ ଟିକେ ଟିକେ କ୍ରିସ୍ପି ହେଇକି ଭାଜି ହେବ, ସେଇ ପର୍ଯ୍ୟନ୍ତ ଆମେ ଭାଜିବା। ଏଇଠି ଆମର ସୋୟାବିନ୍ ଭାଜି ହେଇଗଲାଣି, ଉପରେ ଗୋଟେ ବଢ଼ିଆ କଲର ଆସିଲାଣି। ଆକୁ ଆମେ ଗୋଟେ ପାତ୍ରକୁ କାଢ଼ି ନେବା। ଏଠି କାଢ଼ି ରହିଛି। ତାପରେ ସେଇ କଡ଼େଇରେ ଆଉ 1 ଚାମଚ ସୋରିଷ ତେଲ ଦେବା। ଏଇ ତେଲ ଗରମ ହେଲା ପରେ ଆଉ ଗୋଟେ ତେଜପତ୍ର, ଖଣ୍ଡେ ଡାଲଚିନି, 2-4ଟା ଗୋଲମରିଚ, କିଛି ଗୁଜୁରାତି, ତା ସହିତ 2-4ଟା ଲବଙ୍ଗ ଆଉ 1 ଚାମଚ ଛୋଟ ଚାମଚ ଜିରାକୁ ଦେବା। ତାକୁ ଫୁଟିବା ପାଇଁ ଛାଡ଼ିବା। ଭଲ ଫ୍ଲେଭର ଆସିଗଲା ପରେ 2ଟା ମିଡିଲ ସାଇଜର ପିଆଜକୁ ଏମିତି ସରୁ ସରୁ କରି କାଟି ନେଇଛି, ତାକୁ ଆଡ଼୍ କରିନେବା। ପିଆଜକୁ ଭାଜିଲା ବେଳେ ଆମେ ଏଠି ସ୍ୱାଦ ଅନୁସାରେ ଏକ ସାଥିରେ ଲୁଣକୁ ଆଡ଼୍ କରିନେଇଛେ, ଯାହାଫଳରେ ପିଆଜ ଆମର ଜଲ୍ଦି ଭାଜି ହେଇଯିବ ବା ସଫ୍ଟ ହେଇଯିବ। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖି ପିଆଜକୁ ଆମେ ଭାଜିବା। ସେପଟେ ପିଆଜ ଭାଜି ହେବା ଭିତରେ ଆମେ ଏପଟେ ଗୋଟେ ମସଲା ବନେଇବା, ଯେଉଁଥିପାଇଁ କି ଆମ ତରକାରୀ ପୁରା କ୍ରିମି ଟେକ୍ସଚର ଲାଗିବ ଆଉ ବହୁତ ଟେଷ୍ଟ ଲାଗିବ ଖାଇବା ପାଇଁ। ମୁଁ ଏଠି ଗୋଟେ ମିକ୍ସି ଜାର୍ ନେଇଛି, ସେଥିରେ 1 ଚାମଚ ଦେଇଦେବା ଧନିଆ। ଏଇଠି ଅଧ ଛୋଟ ଚାମଚ ଦେଇଦେଉଛି ଜିରା, 1 ଚାମଚ ଧନିଆ ଦେଲି, ଗୋଟେ ଅଧ ଛୋଟ ଚାମଚ ଜିରା ଦେବା। ଯେତିକି ରାଗ ଖାଇବାକୁ ତରକାରୀରେ ପସନ୍ଦ କରିବେ ସେଇ ଅନୁସାରେ କଞ୍ଚା ଲଙ୍କା ଆଡ଼୍ କରିବେ, କିମ୍ବା ଶୁଖିଲା ଲଙ୍କା କିମ୍ବା ଲଙ୍କା ଗୁଣ୍ଡ ମଧ୍ୟ ଆଡ଼୍ କରିପାରିବେ। ଧନିଆ ପତ୍ରର ଡେମ୍ଫକୁ ଆଡ଼୍ କରିବା, ବହୁତ ବଢ଼ିଆ ଫ୍ଲେଭର ଆସିବ। ଆଉ ସିଝେଇ ରଖିଥିବା ସବୁ ମସଲାକୁ ଏଥିରେ ଆଡ଼୍ କରିନେବା। ଗୋଟା ଧନିଆ, ଗୋଟା ଜିରା ଦେଲେ ତରକାରୀ ଟେଷ୍ଟ ବହୁତ ବଢ଼ିଆ ଆସିବ। ଯଦି ଆପଣମାନେ ପସନ୍ଦ କରୁନାହାନ୍ତି ତାହେଲେ ଧନିଆ ଗୁଣ୍ଡ ଆଉ ଗୋଟା ଧନିଆ ବଦଳରେ ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ ମଧ୍ୟ ଆଡ଼୍ କରିପାରିବେ। ସେ ସବୁକୁ ଦେଇକି ମୁଁ ଏଠି ପୁରା ଚିକଣ କରି ପେଷ୍ଟ କରି ଆଣିଛି। ଏପଟେ ମଧ୍ୟ ଆମର ମସଲା ବା ପିଆଜ ହାଲକା ଭାଜି ହେଇଛି, ପୁରା ପୋଡ଼ିନି। ଆଉ ବାଟିକି ରଖିଥିବା ମସଲା ପେଷ୍ଟକୁ ଏଇ ଷ୍ଟେଜ୍ରେ ଆଡ଼୍ କରିନେବା। ଏଇଠି ମସଲା ପେଷ୍ଟକୁ ଆଡ଼୍ କରିସାରିଲା ପରେ ମିକ୍ସିର ଜାର୍କୁ ଧୋଇଦେବା ଆଉ ଅଳ୍ପ ଖଣ୍ଡେ ପାଣି ଆଡ଼୍ କରିନେବା। ଆଉ ମସଲାକୁ କଣ୍ଟିନ୍ୟୁଅସଲି 5ରୁ 10
10 मिनिट मसला ड्राई होगा पर्यंत बा मसलार तेल अलग होगा पर्यंत कषिबा। ये मसला टिके ड्राई हो गलानी आ मसलार पानी बा सुखी गलानी तेल टिके छाड़िबा आरंभ कलानी। ये गुंड मसला सब आड करबा। गुंड मसला रे अध छोट चामच हळदी गुंड, गोटे चामच कलर पे काश्मीर लंका गुंड, गोटे बड़ चामच चिकन मसला, अल्प किसी कस्तूरी मेथी दबा, अल्प पानी दबा आ से सब को आउ 5 मिनिट खंडे मसलार तेल अलग पर्यंत कषि नबा। एठी मसला कषिकी मसला पूरा ड्राई हो गलानी तेल छाड़िबा आरंभ कलानी। आ आमे फ्रेश मटर छड़ेकी रखिथिले ताकू ऐड करनबा। अल्प अल्प पानी देई मसला रे कोळेकी कषि नबा जे पर्यंत हमर ग्रीन मटरटा पूरा मसला सहित मिसिकी सिझी न जाइछि। एमती जदि 5-10 मिनिट अल्प अल्प पानी देकी आमे ग्रीन मटर सहित मसला को कषिबा अति सहज रे खूब कम समय रे हमर ग्रीन मटर पूरा सिझी जिवो। एठी मु ग्रीन मटर सहित मसला को कषै नेछि आ अल्प अल्प कि पानी दबा मसला सहित ग्रीन मटर को गोळेबा कवर दबा मझरे मझरे लीड करिकि जे पर्यंत ग्रीन मटर हमर सिझिनी सेही पर्यंत कषिबा। एठी मु अल्प अल्प पानी देई ग्रीन मटर को भलसे कषि नेछि आ कवर दबा आ मझरे लीड खोलिकि आमे ग्रीन मटर को कषिबा जे पर्यंत हमर ग्रीन मटरटा भलसे सिझी न जाइछि। एठी मु कवर काढी आपण मानकु देखौछि हमर मसला पूरा बढ़िया से कषि हो गलानी आ ग्रीन मटर को माने चिपिकी देखिबा केते परिमाण रे सिझिछि। मेठी गोटे खंडे चेक कर देखुछि। देखंतो ग्रीन मटर सिझिछि किंतु टिके गोटा गोटा अछि। आ जेतिकी रहिला हमें सोयाबीन ऐड कला परे हमर ग्रीन मटर पूरा सिझि जिवो। भाजी रखिथा सोयाबीन को ऐड करनबा मसला सहित आ गोटे 2 मिनिट भलसे कषि नबा। एठी हमर ग्रीन मटर सहित सोयाबीन बढ़िया से कषि हो गलानी मसला तेल अलगा हो गलानी। एठी हमें गरम पानी के ऐड करबा। अधिक करी पानी दबा जेहेतु हमें सोयाबीन पकेइचे काजू बाटिकी देइचे झोल टिके ग्रेवी बहलिया हो जिवो पानी सोक करनबो तेणु देखि करी पानी ऐड करबा। केवल ग्रीन मटर हम अल्प समय सिझी जिवो सेतिकी देखि करी पानी ऐड करबा। एठी तरकारी रे हमर गोटे फुटुणा आसी गलानी। हाई फ्लेम रे ताकू गैस रो फ्लेम को लो टू मीडियम रखी कवर दबा आ फुटिया पे छाड़िबा। ए तरकारी रो टेक्सचर देखंतु केते बढ़िया लागुची देखा पे आ कलरफुल अछि। ए स्टेज रे हमें आ गरम पानी आ ऐड करबानी। जदि इंस्टेंट खाउचंदी एती ग्रेवी तो सफिशिएंट रहइबो। एठी म ग्रीन मटर चेक कर देखौची देखंतु सिझिची किंतु गोटा गोटा अछि। एमिति रखले तरकारी खाइबा को बहुत बढ़िया लागबो। एठी तरकारी रो कलर टेक्सचर देखंतु केते क्रीमी बनिछि। सोयाबीन तरकारी रखला बारे बहुत पानी सोक करे एतिकी झोल रखिबे तो बहुत बढ़िया लागबो। पुणी परे पानी सोक करनबो ग्रेवी बहलिया हो जिवो। आपण माने जेतिकी झोल बा ग्रेवी रखिबा को पसंद करिवे सेही हिसाब रखिबे। एठी देखंतु शेषरे कटा धनिया पत्र म ऐड करनली आ सब को कोळै नबा। आपण चाहिले एतरे किछि गरम मसला मध्ये ऐड करि परिबे। एठी क्रीमी टेक्सचर वाला सोयाबीन सहित ग्रीन मटर तरकारी पूरा रेडी। आपण माने आकु रोटी पूरी परोटा जेउथरे खांतु बहुत बढ़िया लागबो। एठी हमर सुपर टेस्टी क्रीमी टेक्सचर वाला ग्रीन मटर सोयाबीन तरकारी रेडी हो गला। आज रेसिपी आपण मानु केमति लागला कमेंट सेक्शन रे शेयर जणाइबे। पुणी आसीबे गोटे नुवा रेसिपी सहित से पर्यंत रहउची नमस्कार बाय।